ଦର୍ଶକ ବନ୍ଧୁ, କଥା ଥିଲା ଯେ ଆମେ ଆଲୋଚନା କରୁଥିଲେ ଯେ ଗ୍ରାମପଥ କବିତା ସମ୍ପର୍କରେ। ଯେଉଁ ଗ୍ରାମପଥ କବିତା ରଚନା କରିଛନ୍ତି ଆଧୁନିକ ଓଡ଼ିଆ ସାହିତ୍ୟର କବି ବିନୋଦ ଚନ୍ଦ୍ର ନାୟକ। ତାଙ୍କ ସମ୍ପର୍କରେ ମୁଁ ପୂର୍ବ ଭିଡିଓରେ କହିଥିଲି। ଆଜି ପୁଣି ଥରେ ସେ ଗ୍ରାମପଥ କବିତାର ଆଲୋଚନା କରିବା ଏବଂ କବିତାଟିକୁ ସମ୍ପୂର୍ଣ୍ଣ କରିବା। ଯେଉଁ ଗାଁର ନାଁ ଶୁଣିଲେ ଅନ୍ୟମନସ୍କ ହୁଏ ସହରୀ ମଣିଷଟା, ଯେଉଁ ଗାଁର ନାଁ ଶୁଣିଲେ ଅନ୍ୟମନସ୍କ ହୁଏ ଗାଁକୁ ଛାଡି ଯାଇଥିବା ଗାଁର ଝିଅଟା, ଯେଉଁ ଗାଁ ନାଁ ଶୁଣିଲେ ଅନ୍ୟମନସ୍କ ହୁଏ ଜଣେ ପ୍ରବାସୀ ମଣିଷ। ସେଇ ଗାଁର କଥା ଆମେ ଆଲୋଚନା କରିବା। ସେ ଗାଁର ରାସ୍ତା କେତେ ଘଟଣାର ମୁକ ସାକ୍ଷୀ, କେତେ ଘଟଣାକୁ ଅନ୍ଧ ଭଳି ସେ ଅପେକ୍ଷା କରିଛି ଏବଂ ଅନ୍ଧ ଭଳି କେତେ ଘଟଣାକୁ ସେ ଦେଖିଛି, ସେ ସମ୍ପର୍କରେ ଏଥିରେ ଆଲୋଚନା କରାଯାଇଛି। କବିତାର ପଞ୍ଚମ ପଂକ୍ତିରେ କୁହାଯାଉଛି, ସେଇ ପଥେ ଫେରେ ଗ୍ରାମବଧୂ ସାରି ସକାଳ ସ୍ନାନ ଏକା, ଧୂଳିରେ ଆଙ୍କି ସଜଳ ଚରଣ ରେଖା। ମା ବୋଲି ଥରେ ଡାକିବାକୁ ପ୍ରାଣ ଲୋଡେ, ମା ବୋଲି ଥରେ ଡାକିବାକୁ ପ୍ରାଣ ଲୋଡେ, ପୃଥିବୀର ସମ ସହନଶୀଳା ସେ ଅସୀମ କରୁଣାବତୀ, ନୟନେ ସତେକ ଯୁଗର ବେଦନା ଲେଖା। ନୟନେ ସତେକ ଯୁଗର ବେଦନା ଲେଖା। ଏଇ ଯୋଉ ପଂକ୍ତିର ବିଶେଷତ୍ବ, ଏ ପଂକ୍ତିର କଥା ଏଇଆ ଯେ ଏଇ ଗ୍ରାମବଦ୍ଧ କାହାର ପାଦ ଚିହ୍ନକୁ ଧରିକି ରଖିଛି, ଛାତିରେ ଜାବୁଡିକି ଧରିଛି ନା ସକାଳେ ନୂଆ ବୋଉଟି ଯେତେବେଳେ ପୋଖରୀରୁ ପ୍ରଥମ ସ୍ନାନ ସାରି ସେ ଘରକୁ ଫେରେ, ଶୀତୁଆ ସକାଳ, କେହି ଉଠି ନଥିବେ, ବଡି ଭୋରୁ ଯେତେବେଳେ ସେ ପାଦ ଟିପି ଟିପି ସେ ଧୂଳିରେ ତାର ଉଦା ପାଦକୁ ପକେଇ ପକେଇ ଚାଲିକି ଯାଇଥାଏ, ସେ ତା ପାଦ ଚିହ୍ନକୁ ଛାତିରେ ଜାବୁଡି ଧରିଥାଏ। କାରଣ ଗ୍ରାମ ପଥ ମଧ୍ୟ ଅନୁଭବ କରୁଛି ସେ ନାରୀ ହଉଛି ମା। ଏ ପୃଥିବୀ ଯେମିତି ଜଣେ ମା, ଧରିତ୍ରୀ ସର୍ବଂସହା, ଠିକ ସେମିତି ଗ୍ରାମ ପଥ ମଧ୍ୟ ଅନୁଭବ କରୁଛି ଯେ ସେ ନାରୀଟିଏ ଗୋଟେ ମା। ତା ଆଖିକି କେବେ ପଢିଛ, କେବେ ଦେଖିଛ? ପ୍ରଶ୍ନ କରୁଛନ୍ତି କବି। କେବେ ତା ଆଖିକି ଦେଖିଛ ସେ ନାରୀର? ସେ ଆଖିରେ କେତେ ଯୁଗ ଯୁଗର ଯନ୍ତ୍ରଣା, କେତେ ବେଦନା, କେତେ ଅପେକ୍ଷା, କେତେ ଧୈର୍ଯ୍ୟ ଆଉ କେତେ ଲୁହ, ସବୁକିଛି ଏକାକାର ହେଇ ସେ ଛାତିରେ ରହିଛି, ସେ ଆଖିରେ ରହିଛି, ଯାହା କବି ଏଠାରେ ବର୍ଣ୍ଣନା କରିଛନ୍ତି। ପୁଣି ପରବର୍ତ୍ତୀ ପଂକ୍ତିରେ କବି କହୁଛନ୍ତି, ଏପଥେ ଗ୍ରାମର ତରୁଣ ବିଦେଶ ଯାଏ, ଲେଉଟା ପଥର ନୂତନ ଘରଣୀ ଆକୁଳେ ଅନେଇଥାଏ, କି ବାରତା ତାର ଆଣେ କି ବାରତା ଆଣେ କିଏ ଜାଣେ, ଆଧାର ଲୋଭି କାକ, ଏ ଗ୍ରାମ ଦେବତା ସେ ବ୍ୟଥା ବୁଝେ କି ହାয়। ମାନେ ଏଇ ରାସ୍ତା ଦେଇକି ନୂଆ ବାହା ହେଇଥିବା ସ୍ତ୍ରୀଟାର ସ୍ୱାମୀ ବିଦେଶକୁ ଯାଏ, ଏଇ ରାସ୍ତା ଦେଇ ସେଇ ସ୍ତ୍ରୀର ସକଳ ଅପେକ୍ଷା, ଇହକାଳ ପରକାଳର ମଣିଷ, ତାର ଶଙ୍ଖା, ତା ସିନ୍ଦୁର, ତାର ପ୍ରତ୍ୟେକଟି ଅପେକ୍ଷା ସବୁକିଛି ସାଥିରେ ନେଇ ସେ ସ୍ୱାମୀ ଚାଲିଯାଏ। 6 ମାସିଆ କଣ୍ଟ ଦେଇ ଯେତେବେଳେ ସ୍ୱାମୀ ଯାଏ, ନୂଆ ବୋହୂଟା ତାର କିଏ ବା ଅଛି, କିଏ ବା ତା କଥା ଶୁଣିବ? ବାପ ଘରକୁ ଯିବା କଥା ଚାହିଁଲେ କଣ ଶାଶୁ ଛାଡିବ ନା ଶ୍ୱଶୁର ଛାଡିବ? ଇଏ ବି ଗୋଟେ ସମୟର କଥା, ଇଏ ବି ଗାଁର ଗୋଟେ ପରମ୍ପରା ମର୍ଯ୍ୟାଦା। ତେଣୁ ପ୍ରତ୍ୟେକ ଦିନ ସେ କୁଆକୁ ଅପେକ୍ଷା କରେ, କୁଆ ମୁହଁରେ ଦିଟା ଆଧାର ଅର୍ଥାତ୍ କିଛି ଖୁଦ କଣିକା ଦେଲେ ହୁଏତ ପ୍ରତ୍ୟେକ ଦିନ ଆସି ବୋବେଇବ। ଅନ୍ତତଃ ଏତିକି ଜାଣି ସେ ଖୁସି ହବ, କୁଆ ଆସିକି ଆଜି ବୋବଉଛି, କାରଣ ତା ସ୍ୱାମୀ ବୋଧହୁଏ ଭଲରେ ଅଛି, ଖୁସିରେ ଅଛି ଦୂର ବିଦେଶ। ଗ୍ରାମ ଦେବତା ପାଖରେ ସଞ୍ଜ ଦିଏ ଏବଂ ଆକାଶ ଦୀପ ଟେକେ, ମୋ ସ୍ୱାମୀ ଭଲରେ ଥିବେ ତ? ସେ ପଥର ମୂର୍ତ୍ତିଟା ଭଲା କଥା କହନ୍ତା, ଅନ୍ତତ ପକ୍ଷେ ଏତିକି ତ ଜାଣି ହୁଅନ୍ତା ଯେ ସ୍ୱାମୀ ଯୋଉଠି ଅଛନ୍ତି ଭଲରେ ଅଛନ୍ତି ଏବଂ ସେ ସ୍ତ୍ରୀକୁ ମନେ ପକାଉଛନ୍ତି ଏବଂ ତାର ଶଙ୍ଖା ସିନ୍ଦୁର ବଜ୍ର ହେଇକି ରହିଛି। ସୁନ୍ଦର ଭାବନା, କେତେ କରୁଣ ହୃଦୟ ବିଦାରକ ଭାବନା କବିଙ୍କର।
ଏ କଥା ଗୋଟେ ଗାଁର ପଥ ମଧ୍ୟ ବୁଝିପାରେ। ପୁଣି ଏପଥରେ ଗ୍ରାମେ ପ୍ରବେଶ ହୁଅଇ ବଧୁ ବିତରି ମୁକୁର ମମତା ମୁଖର ମଧୁ ପୁଅ ଝିଅ ନାତି ନାତୁଣୀରେ ରଖି ମଶାଣି ଏପଥେ ଫେରେ ଆସିବା ଜନର ସାକ୍ଷୀ ଏ ପଥ ଫେରିବା ଜନର ବନ୍ଧୁ। ପୁଣି କବି କହୁଛନ୍ତି ଯେ ଏଇ ରାସ୍ତା ଦେଇ ଯୋଉ ନୂଆ ବୋଉଟି ଆସେ, କୁଳ ଗୋତ୍ର ସବୁ କିଛି ପର କରି ଗୋଟେ ପର ଲୋକକୁ ଆପଣାର ଭାବେ, ଅନ୍ୟର ବାପାକୁ ବାପା ଡାକେ, ଅନ୍ୟର ମାକୁ ମା ବୋଲି ଡାକେ, ଅନ୍ୟର ଭଉଣୀକୁ ନିଜର ଭଉଣୀ ବୋଲି ଦେଖେ, ଅନ୍ୟର ଭାଇକୁ ନିଜର ଭାଇ ବୋଲି ଦେଖେ। ସେଇଠି ତାର ସକଳ ତୀର୍ଥ। ଥରେ ସେ ଗାଁକୁ ବୋହୂ ହେଇ ପଶିଲା ପରେ ଆଉ ସେ ଫେରି ପାରେନି। ଏମିତି ହୁଏ ସେଇଠି ତା ପୁଅ, ସେଇଠି ତାର ଛୋଟ ପୁଅ ସହିତ ଖେଳେ, ତା ପୁଅ ମାନେ ତାର ପରିବାର ସହିତ ବଡ ହୁଏ, ପୁଅର ପୁଅ ଏଇ ପରିବାର ଭିତରେ ଦିନେ ପୁଣି ସମସ୍ତଙ୍କୁ ପର କରିଦେଇ ସେଇ ବାଟେ ସେ ଚାଲିଯାଏ କୋଉଠିକି ନା ସେଇ ଗାଁ ମଶାଣିକି। ସେଇଥିପାଇଁ କବିଙ୍କର ଲେଖନୀରୁ ଫୁଟି ଉଠିଛି ଆସିବା ଜନର ସାକ୍ଷୀ ଏ ପଥ ଫେରିବା ଜନର ବନ୍ଧୁ। ସତରେ ଯେ ଆସିବା ଜନର ସାକ୍ଷୀ ଏ ପଥ କହିବାର ଅର୍ଥ ଯିଏ ଆସିଛି ତାର ସାକ୍ଷୀ, ସେ ଦେଖିଛି ଗ୍ରାମ ପଥ, ଏବଂ ଯିଏ ଫେରି ଯାଉଛି କଣ ବା ନେଇକି ଯିବ? ସେଇ ଯୋଉ ଘର ମରିଛି ସେଇ ଘରୁ ମୁଠାଏ ମାଟି ତ ନେଇକି ଯିବ। ସେଇ ଗାଁ ଦାଣ୍ଡ ଧୂଳିରେ ସେ ଦିନେ ଧୂଳି ହେଇଯିବ, ସେଇ ପବନରେ ଦିନେ ପବନ ହେଇଯିବ, ପଞ୍ଚଭୂତରେ ତା ଶରୀର ଯେତେବେଳେ ଲୀନ ହେଇଯିବ। ପୁଣି ଆଉ ଗୋଟେ ପଂକ୍ତି, ଜହ୍ନ ଏ ପଥେ ଢାଳଇ ରଜତ ମାୟା, କୁମାରୀ ଦଳର ମିଳିତ କଣ୍ଠୁ ସଙ୍ଗୀତ ଉଠେ ଆହା। ଧାନ କ୍ଷେତ ତଳେ କୃଷକ ତରୁଣ ରାତ୍ରି ଶୟନ ପାଇଁ ପ୍ରାନ୍ତର ଡେଇଁ ଧାଇଁ ଯାଏ ଦେଖ ଭସାଣି ମେଘର ଛାୟା। କଣ କହୁଛନ୍ତି କବି? ଜହ୍ନ ଏଠି ଢାଳଇ ରଜତ ମାୟା, ଶରତର ଜହ୍ନ, ଶାରଦୀୟ ଜହ୍ନ, କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣୀ, କୁଆଁରୀ ମାନଙ୍କ ମନ ଛନ ଛନ ପୁଚି ଖେଳିବାକୁ ମନ ଗୋ ଫୁଲ ବଉଳ ବେଣୀ। ଏଇ ଯୋଉ କୁଆଁରୀ ମାନଙ୍କର କୁଆଁରୀ ଗୀତ, ସେଇ ଯୋଉ ଜହ୍ନ ତିଆରି କରିବା, ଖଇ ଭୋଗ ଦବା, ଏବଂ ପ୍ରତ୍ୟେକ ଦିନ କଇଁ ଫୁଲରେ ଜହ୍ନ ଆଙ୍କିବା, ଏଇ ଯୋଉ କଥା ଏ ଗାଁ ଦାଣ୍ଡରେ ତ ଦେଖାଯାଏ। ସହରୀ ଜୀବନରେ ଏଇ ଖୁସି କାହିଁ? ସହରୀ ଜୀବନରେ ପରମ୍ପରା କାହିଁ? ନା ଏ ସଂସ୍କୃତି କାହିଁ? ଏଇ ସଂସ୍କୃତି ବଞ୍ଚି ରହିଛି ତ କେବଳ ମୋ ଗାଁରେ ବଞ୍ଚି ରହିଛି। ଏ ସଂସ୍କୃତି ଆଜି ଅପଭ୍ରଂଶିତ ସତ, କିନ୍ତୁ ତତ୍କାଳୀନ ସମୟରେ 1957-58 ମସିହାରେ ସେ ଗାଁର ସରଳ ଜୀବନ, ସେ ଗାଁର ନିରୀହ ମଣିଷ ମାନଙ୍କର ପରମ୍ପରା ସଂସ୍କୃତି, ଛୋଟ ଛୋଟ ଝିଅ ମାନେ ଜହ୍ନକୁ ଭାବନ୍ତି ଏ ଜହ୍ନ ଭଳି ମୋର ଗୋଟେ ବର ହୁଅନ୍ତା, ବା ଜହ୍ନ ଭଳି ମୋର ଗୋଟେ ସ୍ୱାମୀ ମିଳନ୍ତା। ଜହ୍ନ ଏ ପଥେ ଢାଳଇ ରଜତ ମାୟା, କୁମାରୀ ଦଳର ମିଳିତ କଣ୍ଠୁ ସଙ୍ଗୀତ ଉଠେ ଆହା। ଝିଅ ମାନଙ୍କର ଯେତେବେଳେ ଗୋଟେ ମିଳିତ କଣ୍ଠର ଗୀତ, ଆହା ଲାଗେ ସେ ଜହ୍ନ ବିଗଳିତ ହେଇ ସତେକି ରାଜକୁମାରଟି ହେଇ ତାଙ୍କ ପାଖକୁ ଓହ୍ଲେଇ ଆସିବନି ତ। ପୁଣି ସେତେବେଳକୁ ଧାନ ବିଲ, ଶୀତୁଆ ଶୀତୁଆ ଧାନ, ସବୁଜିମା ଭରା ଧାନ କ୍ଷେତ, ଏବଂ ତା ଉପରେ କାକର ବିନ୍ଦୁ, ଅତି ସୁନ୍ଦର ଦୃଶ୍ୟଟିଏ ମନରେ ଅଙ୍କିତ ହୁଏ ଯେତେବେଳେ ଶୀତ ଦିନର ବା ଶରତ ହେମନ୍ତ ସମୟର ସେ ଋତୁଚକ୍ରର ଆମେ ଯେତେବେଳେ ସେ ଅନୁଭବ କରନ୍ତି, ଜଣେ ଚଷା ପୁଅ କଷ୍ଟ କରି ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ସେ ଫସଲ ଉପଜିବା ପାଇଁ ଚେଷ୍ଟା କରିଥାଏ, ତାକୁ ଯଦି ବାହାର ଜନ୍ତୁ ଗୋରୁ ଗାଈ ଏମାନେ ଖାଇଯିବେ ତ ସେ ବର୍ଷକର ରୋଜଗାର ହରେଇବ ନା। ସେଇଥିପାଇଁ ସେ କଣ କରେ ଯେ ରାତ୍ରିରେ ବିଲକୁ ଯାଏ ଶୋଇବା ପାଇଁ। ବିଲରେ କଣ କରନ୍ତି ନା ଆଗରୁ ଗୋଟେ ମାଞ୍ଚିଆ କରିଦିଅନ୍ତି। ମାଞ୍ଚିଆ ଅର୍ଥ ଗୋଟେ ମାନେ ଚାରିଟା ବାଉଁଶ ପୋତିକି ଉପରେ ଗୋଟେ ଥାକ ଭଳିଆ କରିଦେବେ, ଏବଂ ସେ ଥାକରେ ଗୋଟେ ଛୋଟ ଘରଟେ କରିଥିବେ। ସିଡି ସାହାଯ୍ୟରେ ସେଠି ସେମାନେ କଣ କରିବେ, ଯାଇକି ରହିବେ ବା ବସିବେ, ଏବଂ ସେଇ ରାତି ସାରା ସେଇଠି ଜଗିବେ। ଯଦି ଦୂରରୁ କୋଉଠି ଦେଖାଗଲା ଯେ କୌଣସି ବାହ୍ୟ ଜନ୍ତୁ ମାନେ ତାର ଫସଲ ଖାଇବା ପାଇଁ ଆସୁଛନ୍ତି, ସେମାନଙ୍କୁ ସେ ଉପରୁ ଥାଇ ଘଉଡେଇ ଦେଇ ମଧ୍ୟ ପାରିବ। ଇଏ ହଉଛି ସେତେବେଳର ପ୍ରକୃତି। ପୁଣି ମେଘ ମୌସୁମୀ ଯାହା ଥିବ ସେ
ଛାଡି ଛାଡି ଯାଉଥିବ ଏବଂ ଶୀତର ଆଗମନ ଘଟୁଥିବ। ସେ ମୌସୁମୀ ଡେଇଁକି ଦୂର ପର୍ବତ ଏବଂ ପାହାଡ ଡେଇଁକି ଆରପଟକୁ ପଳେଇ ଯାଉଥିବ। ପ୍ରାନ୍ତର ଡେଇଁ ଧାଇଁ ଯାଏ ଦେଖ ଭସାଣି ମେଘର ଛାୟା। ମେଘର ଛାଇରୁ ଜଣା ପଡୁଥିବ ଆକାଶର ସ୍ୱଚ୍ଛ ଦିଶୁଥିବ, କାଶତଣ୍ଡି ହସୁଥିବ, ଜହ୍ନ ଧୀରେ ଧୀରେ ତାର ରଜତ କିରଣ ମଧ୍ୟ ବିଚ୍ଛୁରିତ କରୁଥିବ। ପୁଣି କବି କହୁଛନ୍ତି, ଧୂଳି ଘର ଛାଡି ଏପଥେ ଚଳେଇ ଶାଶୁ ଘର ଗାଁ ଝୁଅ। କବି କହୁଛନ୍ତି, ଧୂଳି ଘର ଛାଡି ଏପଥେ ଚଳେଇ ଶାଶୁ ଘର ଗାଁ ଝୁଅ, ମାର ପଣତେ ବନ୍ୟା ରଚେଇ ଅମାନିଆ ଆଖି ଲୁହ। ଏପଥର ସ୍ମୃତି ଚେତନା ଲେଖଇ ସେ କେଉଁ ଜନମ କଥା, ଛାତି ଫାଟିଯାଏ କ୍ରନ୍ଦନେ ତାର ବିଧାତା କିମ୍ପାଇଁ ଏ ବିଧାନ କଲା କୁହ। ଧୂଳି ଘର ଛାଡି ଏପଥେ ଚଳେଇ ଶାଶୁଘର ଗାଁ ଝୁଅ। କବିଙ୍କର କେତେ ସୁନ୍ଦର କଥା। ଗୋଟେ ଝିଅ ବାହା ହଉଛି, ବାପା ସାରା ଜୀବନର ପୁଞ୍ଜିକୁ ଏକାଠି କରି ଝିଅକୁ ବାହା କରିବ। ତା ଝିଅ ଯୋଉଠିକି ଯିବ ଭଲରେ ରହିବ, କେହି ତାକୁ ଗଞ୍ଜଣା ଦେବେନି, ଶାଶୁର ଗଞ୍ଜଣା ନଥିବ, ଶ୍ୱଶୁରର ମାନେ କଟୁ ବାକ୍ୟ ନଥିବ, ନଣନ୍ଦର ମାନେ କଣ ତାଡନା ନଥିବ। ସ୍ଵାମୀଟିଏ ସବୁ କିଛି ତା ହାତରେ, ସ୍ଵାମୀର ସେ ଜୀବନ ସାରା ଜୀବନ ସ୍ଵାମୀର ହାତ ଧରିକି ସେ ବଞ୍ଚିବ, ଏମିତି ଶିକ୍ଷା ଦେଇକି ବାପା ଝିଅକୁ ବିଦାୟ ଦିଏ। ଶାଶୁ ଘର ଛାଡି ବାପ ଘର ଛାଡି ଏପଥେ ଚଳେଇ ଶାଶୁ ଘର ଗାଁ ଝୁଅ। ବାପ ଘରକୁ ପରିତ୍ୟାଗ କରି ଏଇ ରାସ୍ତା ଦେଇକି ଶାଶୁ ଘରକୁ ଯାଏ। କିଏ ଯାଏ ନା ଝିଅ ଯାଏ। ଯୋଉ ଗାଁ ମାଟିରେ ଛୋଟିଆ ଝିଅଟି ଦିନେ ବାଲି ଘର ଖେଳୁଥିଲା, ଯୋଉ ଗାଁ ମାଟିରେ ଦିନେ ପୁଚି ଖେଳ ଖେଳୁଥିଲା, ଯୋଉ ଗାଁ ଧୂଳିରେ ସେ ଜହ୍ନକୁ ଡାକୁଥିଲା, କୁଆର ଫୁଲେଇ ପୁନେଇ ଜହ୍ନ ଗୋ ଫୁଲ ବଉଳ ଭଳି, ସେଇ ଗାଁ ଦାଣ୍ଡରେ ଅତି କରୁଣ ମୁହୂର୍ତ୍ତର କଥା। ଗୋଟେ ଝିଅ ବାହାଘର, ସାଧାରଣତଃ ବାହାଘରଟା ଦି ପ୍ରକାରର ଦୃଷ୍ଟିକୋଣରୁ ଦେଖାଯାଏ। ଯେ ଗୋଟେ ପୁଅ ଘର ବାହାଘର, ଗୋଟେ ଝିଅ ଘର ବାହାଘର। ପୁଅ ଘର ବାହାଘର, ଯାହା ଘରକୁ ନୂଆ ବୋହୂଟେ ଆସିବ ତା ଘର ଉତ୍ସବ ମୁଖରିତ, ଯାହା ଘରୁ ଝିଅଟେ ଯିବ ତା ଘର ଉତ୍ସବ ମୁଖରିତ ସତ, କିନ୍ତୁ ସମସ୍ତଙ୍କ ଛାତିର ଛାତିଏ କହୁଥିବ, କାରଣ ଝିଅଟା କାଲି ଆମ ଘରେ ଆପଣାର ହେଇଥିବା ଝିଅଟା ଆମ ସମସ୍ତଙ୍କୁ ପର କରିଦେଇ ଦୂର ଦେଶକୁ ଯାଉଛି। ଆଉ ସେ ପର ଏମିତି ପର ହଉଥିବ, କେବେ ଅନୁଭବ କରିଛ ଯେ ଗୋଟେ ଝିଅ ଯୋଉଠି ତାର ଆଧିପତ୍ୟ ଜାହିର କରୁଥିଲା, ଥରେ ବାହା ହେଇଗଲା ପରେ ସେ ଝିଅ ଆଉ ସେଠି ଯେତେବେଳେ ବାପ ଘରକୁ ଫେରିବ ନା, ସେଇଠି ଅନେକ ଆଲଣା ଥିବ, ଅନେକ ଆଲମାରି ଥିବ ଲୁଗା ରଖିବା ପାଇଁ, ସେ ଲୁଗା ରଖିଥିବ ତା ବ୍ୟାଗରେ। ମା କୁ ନ ପଚାରିଲେ, ଭାଇକୁ ନ ପଚାରିଲେ ତା ଘର ଭିତରକୁ ମଧ୍ୟ, ତା ଘର ବିଛଣାରେ ମଧ୍ୟ ଶୋଇ ନଥିବ। ଇଏ ହଉଛି ସେ ଝିଅର କଥା। ଆଉ ମା, ବାକି ରହିଲା ମା ର କଥା। ଯୋଉ ମା ର ପଣତରେ ଚାଉଳ ଆଞ୍ଜୁଳାଏ ଟେକି ଦେଇକି ଝିଅ କହୁଥିବ ଯେ, ମା ଲୋ ମୁଁ ବା ତତେ କଣ ଦେଇପାରିବି, ଏଇ ମୋର ଶେଷ ଆଞ୍ଜୁଳି ତତେ ଟେକି ଦଉଛି। ୟାକୁ ତ ଝିଅର ସନ୍ତକ ଭାବି ତୁ ରଖିଥିବୁ, ୟାକୁ ତ ଝିଅର ସ୍ମୃତିକାର ଭାବି ରଖିଥିବୁ। ତାକୁ ନେଇ ସେ କଣ କରେ, ତାକୁ ଦେଇ ମା ହାତରେ ସେ ଦୂର ବିଦେଶ ମାନେ ଦୂର ଦେଶକୁ ଯାଏ ବିବାହ କରି। ଏପଥର ସ୍ମୃତି ଚେତନା ଲେଖଇ ସେ କେଉଁ ଜନମ କଥା, ଛାତି ଫାଟିଯାଏ କ୍ରନ୍ଦନେ ତାର ବିଧାତା କିପାଇଁ ଏ ବିଧାନ କଲା। ଏଇ ଯୋଉ ସ୍ମୃତିର କଥା, ଏଇ ଯୋଉ କରୁଣାର କଥା କବିଙ୍କ ଲେଖନୀରୁ ଝରି ଆସିଛି। ପୁଣି ପ୍ରଶ୍ନ କରୁଛନ୍ତି, ଇଏ ବିଧାନ କିଏ କଲା, ଯେ ଇଏ ନୀତି ନିୟମ କିଏ ସେ କଲା, ଯେ ଝିଅଟେ ବାହା ହେଇ ବାହାରକୁ ଯିବ ବା ଅନ୍ୟ ଘରକୁ ଯିବ। କାହିଁ ପୁଅ ମାନେ ତ ଅନ୍ୟ ଘରକୁ ଯାଉନାହାନ୍ତି। ସବୁ ଝିଅଙ୍କ ମନରେ ପ୍ରଶ୍ନ ନଥାଏ ନା, ଥାଏ, କିନ୍ତୁ ବିଧିର ବିଧାନ ଭାବି ସମସ୍ତେ ତାକୁ ଆପଣେଇ ନିଅନ୍ତି। ପରବର୍ତ୍ତୀ ପଂକ୍ତିରେ କବି କହୁଛନ୍ତି, ଶ୍ୟାମ ପ୍ରାନ୍ତରେ ଉଲଗ୍ନ ଶିଶୁ ସମ, ଗ୍ରାମ ଝରଣାର ନୀଳ ନୟନ ଯଥା ଛାୟାପଥ ମନୋରମ। ଗ୍ରାମ ଝରଣାରେ ଲଙ୍ଘିଏ ପଥ ସରଗ ସୀମାକୁ ଧାଏ, ସନ୍ନ୍ୟାସୀ ସେ କି ବିତରି କରୁଣା ଧନ। ଇଏ ଗ୍ରାମ ପଥ, ଗୋଟେ ଉଲଗ୍ନ ହେଇଥିବା ଛୋଟିଆ ଛୁଆ। ଗାଁରେ ଉଲଗ୍ନ ବା ଲଙ୍ଗଳା ହେଇ ଯେତେବେଳେ ଛୁଆଟେ ଦୌଡେ, ଖେଳୁଥିବ, ଧୂଳି ଧୂସରିତ ହେଇଥିବ, ତା ମା ତାକୁ ଗୋଡଉଥିବ, ଏବଂ ଇଏ ଗ୍ରାମ ପଥ ମଧ୍ୟ ସେଇଆ। ସବୁ କିଛି ଦେଖୁଥିବ, ସବୁ କିଛି ଜାଣୁଥିବ, କିନ୍ତୁ
प्रत्येक घटनार मुक साक्षी से हो से केते बाट पर्यंत जाइछि गोटे पिला को साधारणतः कथार अच्छी बाल सुलभ चपलता युव सुलभ उद्दामता बालक मानक अटकई पारिबेनि दुष्टामी करबा छोट छोट शिशु मैंने जो दौड़ती पछरे तुम जिते जोर दौड़ से खूब जोर दौड़ती कौटी अटकबेनि कौटी थकबेनि ठीक सेमती ग्रामर पथ केते दूर पर्यंत लंबी ता कही हबनी आउ पुणी कवि कहते ये उलग्न शिशु ना 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 ये उलग्न शिशु नुहे ये हूँ गोटे सन्यासी जो सन्यासी किसी पाइबार आशा नहीं हरैबार दुख नहीं केवल देउची कौन ना करुणा देउची जो सन्यासी आशीर्वाद करुच्ची समस्त को जे समस्ते भलरे रुह भलरे चल पुणी कवि कहते वंदना तोते करईरे ग्राम पथ बालक बेलर हे मोर प्रिय साथी तते अयुत दंडवत हे ग्राम पथ मुझे वंदना करुच्ची मुझे प्रार्थना करुच्ची तू हूँ मो बालक बेलर प्रिय साथी मुझे जिते छोट पिलाटे होते तो दांडे केते खेली तो धूली रे केते निज देह को गोली न देइची तोर बण खमाण पशि मु केते कुली फल मूल एसबू ग्रहण न करिछि तरुण दिनर केलिकुंज तो तनु कर्पूर रेणु तोर वेणुधन वित्ताने मु आज क्लांत दिवस जापन उपगत मुझे अतिक्रांत बयस पहुंची मुझे सहरी मायारे निजक भूली गले कौटी ना कौटी मो हृदय निभृत कोण तू अच्छे ग्राम पथ इच्छा होउछि आउ थरे फेरी जाती से हजिला दिन को इच्छा होउछि आउ थरे से गाँ दांडे खेलिबा पई बाली घर करी इच्छा होउछि जेमती छोट बेले मु बण खमाण पशि किया बाड़ जालुली बण खमाण पशि कोली तोलुली गीत गाउली सेमती आउ थे खाइबा छोट पिला माने साधारणतः देखिबो खरा दिन समय माँ माने शोइबा नहीं जाइथिबे समस्त टिके शोई पड़ला परे जेतबे आखि लागी जाइथिबो पिला माने केम जाय हाजर कोउठी ना आंब तोटारे कारण सेते जो मजा से जो उद्दीपना ए सहरी जीवन में कहीं कवि भावप्रवण होउचंती पुणी कौन कहउचंती भिक्षासी प्राण पीड़े मते अहरह पाथेय विहीन पथिक मुमणे यात्राए दुर्वह खइओ तुलारे शुभ्र करित तनु राम नाम सत मंत्र चलिबी ततिर श्मशाने केबे कह मु दूर मु स्वर्ग द्वार पोड़ा हेबी बयसर संध्या जिते आसो समस्त तो दिन एठी मरिबे किंतु मु जानेनी मु आउ तो अतीत को फेरी पारिबिनी किंतु निश्चय मोर गोटे आशा अच्छी मु तो पाखक फेरबी रे ग्राम पथ जोठी दिने जन्म होइथिली जो धूली रे दिने धूली हेई मु खेलुथिली सेई गाँ दांड देई मु दिने मशाणी को जीवी खई आउ कौड़ी रे शुभ्र कर दे तो देह राम नाम शुभुथिबो एवं श्मशान रे अग्निशिखा भितर धीरे धीरे पाउंस पालटुथि से पाउंस पुणी मिशीजीव तो देहरे धूली कणा है मोर रक्त कणिका सबू पवन रे मिली जीव एवं पंचभूत जिते लीन होती हजिजी तू जमी ग्राम पथ जन्मर मुक साक्षी ठीक सेमती मृत्युर मुक साक्षी पलटि ये हूँ कविंकर भाव प्रवणता ये हूँ ग्राम पथ कवितार सारांश भावुची पिला माने ये कविता तुम मान को भल लगी जदि कविता भल लगी थाए कमेंट बॉक्स रे निजर मतामत देवे जहाँ आमको अधिक रु अधिक वीडियो अपलोड करने साहित्य रे आमको सुविधा हम आमको खोराक जगेब आशा करी पिला माने जे कमेंट्स दौना केमती लगला भल लगला कि नहीं कमेंट्स देले मन भितर गोटे इच्छा हम आगु को आउ किसी अधिक रु अधिक वीडियो करने एवं यथा संभव चैनल टी को वीडियो को देखंतु चैनल को शेयर करिवे सब्सक्राइब करने को जमा भूलिबेनी आज वीडियो टी था पुणी परवर्ती एक वीडियो रे आउ एक नुआ विषय सह पहुंची आपन पाखरे धन्यवाद।